ଓଡ଼ିଶାର ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କୁ ମୋର ଏହି ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ ଜଣାଉଛି। ଆଜି ଆମେ କ'ଣ ଦେଖିବା ନା କୋର୍ ପେପର୍ 11ର ୟୁନିଟ୍ 1 ଫିଫ୍ଥ ସେମିଷ୍ଟରର କୋର୍ ପେପର୍ 11ଟା ସାମାଜିକ ଗବେଷଣାର ଅର୍ଥ ଏବଂ ଏହାର ସଂଜ୍ଞା। ସାମାଜିକ ଗବେଷଣା ସମ୍ପ୍ରଦାୟଟି ଦୁଇଟି ଶବ୍ଦକୁ ନେଇ ଗଠିତ ତଥା ସାମାଜିକ ଏବଂ ଗବେଷଣା। ସାମାଜିକ ଶବ୍ଦର ଅର୍ଥ ଏକତ୍ର ବସବାସ କରୁଥିବା ଲୋକମାନଙ୍କର ସାମାଜିକ ଜୀବନ ସମ୍ବନ୍ଧୀୟ ବା ସମାଜ ସମ୍ବନ୍ଧୀୟ ଅଟେ। ଗବେଷଣାର ଇଂରାଜୀ ପ୍ରତିଶବ୍ଦ ହେଉଛି ରିସର୍ଚ୍ଚ। ଏହା ଦୁଇଟି ଶବ୍ଦକୁ ନେଇ ଗଠିତ ଯଥା ରି ଏବଂ ସର୍ଚ୍ଚ। ରିର ଅର୍ଥ ହେଉଛି ବାରମ୍ବାର ପୁନଶ୍ଚ ବା ପୁନର୍ବାର ଏବଂ ସର୍ଚ୍ଚର ଅର୍ଥ ହେଉଛି ନିବିଡ଼ ଭାବେ ଏବଂ ଯତ୍ନ ସହକାରେ ପରୀକ୍ଷା ବା ଅନୁସନ୍ଧାନ କରିବାକୁ ବୁଝାଇଥାଏ। ଗବେଷଣା ଶବ୍ଦର ଅନେକ ଅର୍ଥ ରହିଅଛି। ଗବେଷଣାର ଅର୍ଥ ଶୃଙ୍ଖଳା ଏବଂ ବିଶେଷଜ୍ଞ ଠାରୁ ବିଶେଷଜ୍ଞ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ହୋଇଥାଏ। ସାଧାରଣ ଅର୍ଥରେ ଏକ ପଦ୍ଧତି ବ୍ୟବହାର କରି କୌଣସି ପ୍ରଶ୍ନର ଉତ୍ତର ଖୋଜିବାକୁ ଗବେଷଣା କୁହାଯାଏ। ଗବେଷଣା ହେଉଛି ପ୍ରଶ୍ନମାନଙ୍କ ଦ୍ୱାରା ତଥ୍ୟ ସଂଗ୍ରହ କରିବା ଏବଂ ଏହାକୁ ବିଶ୍ଳେଷଣ ଓ ବ୍ୟାଖ୍ୟା କରିବାର ଏକ ପ୍ରକ୍ରିୟା। ସାମାଜିକ ଗବେଷଣା ହେଉଛି ଏକ ପଦ୍ଧତି ବା କାର୍ଯ୍ୟପ୍ରଣାଳୀ ଯାହା ନୂତନ ଜ୍ଞାନ ଆବିଷ୍କାର କରିବାରେ ସହାୟକ ହୋଇଥାଏ। ସାମାଜିକ ଘଟଣା ବା ସମସ୍ୟା ମଧ୍ୟରେ ଲୁକାୟିତ ଥିବା କିଛି ସତ୍ୟତାକୁ ପରିଷ୍କାର କରିବାକୁ ସାମାଜିକ ଗବେଷଣା ଲକ୍ଷ୍ୟ ରଖିଥାଏ। ଏବେ ଦେଖିବା ଏହାର ସଂଜ୍ଞା ଗୁଡ଼ାକ। ବର୍ନସଙ୍କ ମତରେ ଏକ ସମସ୍ୟାର ଉତ୍ତର ଖୋଜିବା ପାଇଁ ହେଉଥିବା ଏକ ସୁବ୍ୟବସ୍ଥିତ ଅନୁସନ୍ଧାନକୁ ଗବେଷଣା କୁହାଯାଏ। ରେଡମ୍ୟାନ୍ ଏବଂ ମୁରେଙ୍କ ମତରେ ସାମାଜିକ ଗବେଷଣା ହେଉଛି ନୂତନ ଜ୍ଞାନ ହାସଲ କରିବା ପାଇଁ ଏକ ସୁବ୍ୟବସ୍ଥିତ ପ୍ରଚେଷ୍ଟା। ଯଦି ଭିଡ଼ିଓଟି ଭଲ ଲାଗିଲା ତେବେ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଏବଂ ଯାହା ଡାଉଟ୍ ଅଛି କମେଣ୍ଟ ବକ୍ସରେ ଲେଖନ୍ତୁ।